ବ୍ୟବସାୟରେ ମୁଁ ପୁରୁଣା କିନ୍ତୁ ଯାତ୍ରାରେ ନୂଆ। ମୁଁ ଯାତ୍ରା ତ ଆପଣଙ୍କୁ ବାରମ୍ବାର କହିଛି, ମୁଁ ଆଗରୁ କେବେ ଗ୍ରୀନ ରୁମ୍ ଦେଖିନଥିଲି। କିନ୍ତୁ ଯାତ୍ରା ଗୋଟେ ଏମିତି ସଂସ୍ଥା, ଏଇଟା ଗୋଟେ ଛୋଟ ସଂସ୍ଥା। ଓଡ଼ିଶାରେ ବହୁ କମ୍ ପ୍ରଯୋଜକ ନାଟକ କରୁଛନ୍ତି, ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ଅଛନ୍ତି କିନ୍ତୁ ଏ ସଂସ୍ଥାକୁ ଆସୁନାହାନ୍ତି। ବହୁତ ହାତ ଗଣିତି ଅନୁଷ୍ଠାନ ଓଡ଼ିଶାର ଦର୍ଶକମାନଙ୍କର ମନୋରଞ୍ଜନ କରୁଛନ୍ତି। ନାଟକ ଆଉ ଅଲଗା ବ୍ୟବସାୟ, ଯାତ୍ରାନୁଷ୍ଠାନ ଅଲଗା ବ୍ୟବସାୟ ଭିତରେ ଫରକ ଏହା, ଏଠି ଅନେକ କଥା ସତ ନୁହେଁ। ଏଠି ଅନେକ କଥା ସତ ନୁହେଁ, କିଛି କଥା ମାତ୍ର ସତ୍ୟ। ତେଣୁ ତାହାରି ଭିତରେ ଯେଉଁ କଥାର ଗୁରୁତ୍ୱ ରହିବା କଥା, ଯାତ୍ରାପାଟିରେ ଅନେକ ସମୟରେ କଥାର ଗୁରୁତ୍ୱ ରୁହେନି। ସେତିକୁ ଛାଡ଼ିଦେଲେ ଯାତ୍ରା ହେଉଛି ଯେଉଁ ମନୋରଞ୍ଜନର ମାଧ୍ୟମ ଓଡ଼ିଶାର, ଏଟା ହେଉଛି ହୃଦୟ।